ଆପଣଙ୍କ ପରିଚୟ ଟିକେ ଦିଅନ୍ତୁ। ଆମ ଘର ହେଉଛି ଶଙ୍ଖଯୋଡ଼ି, ଏଇ ଗଙ୍ଗେଶ୍ୱର ଠାକୁରଙ୍କ ପାଖ ସନ୍ନିକଟରେ ଘର। ନାଁ ହେଉଛି ମୋର ଗୋକୁଳାନନ୍ଦ ପ୍ରଧାନ। ଆଉ ଆମର ଏ ନିଜ ପରମ୍ପରାକୁ ଏଇଠି ଏଠି କେତେ ବର୍ଷ ହେଲା ଆପଣ ସେବା କଲେଣି? ଏଇଠି ସେବା କର ହେଇଯିବ 15-16 ବର୍ଷ 20 ବର୍ଷ ହଉନି। ୟା ବିଷୟରେ ଆପଣ କ'ଣ କୁହନ୍ତୁ ଟିକେ? ୟା ଭିତରେ ଆମେ ଯେତେବେଳେ ଏଇ ଜାଗାଟା ଥିଲା ଜଙ୍ଗଲ ଅନ୍ଧାରିଆ ହେଇକିରି ଆମ ଏଠି ପ୍ରାଇଭେଟ୍ରେ ଗୋଟେ ମାନେ ଇଏ ଅମିନ ଟ୍ରେନିଂ ବାବଦରେ 5-7 ଲୋକ ଆଉ ସେଇ ମାଷ୍ଟରମାନେ ଏଠି ପ୍ରୋଗ୍ରାମ ମିଳେଇକିରି 20-25 ପିଲାଙ୍କୁ ଏଠି ଟ୍ରେନିଂ ଦେଉଥିଲେ ଅମିନ ଟ୍ରେନିଂ। ଯେ ସେ ବାବା ଆମେ ଦେଖିଲେ ଯେମିତି ଏଇ ଜଙ୍ଗଲ ଭିତରେ ଏମିତି ଠାକୁର ଅଛନ୍ତି, ସେଇଠୁ ଟିକେ ଏଠି ବୁଳେଇକିରି ସେ ବର୍ଷ ଜାଗର ଆସିକି ପହଞ୍ଚିଲା ଇଏ ଫାଲଗୁନ ମାସରେ। ଆଉ ଯେ ସେ ଜାଗର ବସିକି ସେମାନେ ଓଳେଇକିରି ଜାଗର ଯାତ୍ରା ଠିକ୍। ଆଚ୍ଛା, ଯେଉଁ ମନ୍ଦିର ଅଛି ଏଇ ମନ୍ଦିରର ପୌରାଣିକ ଇତିହାସ କ'ଣ ଅଛି ଆପଣ ତା ବିଷୟରେ ଟିକେ କୁହନ୍ତୁ। ଆଜ୍ଞା ଏଇଗୁଡ଼ା ତ ଆମ ଏଠି କିଛି ନା ଧରା ପଡ଼ୁନି। ପୁରୀରେ ଯାଇକି ବାଦଲା ପାଞ୍ଜା ଆଡ଼ିଲେ ସେଠି କ'ଣ ଧରା ପଡ଼ିଲାନି କ'ଣ କହୁଛନ୍ତି। 1300 ବର୍ଷ ପୂର୍ବରୁ ସେ ମନ୍ଦିର କରାହେଇଥିଲା। ତାକୁ କିଏ ଭାଙ୍ଗିଛି ବୋଲି ମଧ୍ୟ ଆମେ ସେ କଥା ସଠିକ୍ କଥା କିଛି ଜାଣିପାରିନୁ। ତଥାପି କିଏ ଭାଙ୍ଗିଛି ବୋଲି ଆପଣ ଏଇ ଯେଉଁ ଆଲୋଚନା ହେଉଛି? ଲୋକଙ୍କୁ ଯାହା ଶୁଣାଉଛି କଳା ପାହାଡ଼ ଭାଙ୍ଗିଥିବ ବୋଲି ଆଶା ହେଉଛି। ଆଉ କ'ଣ ସେଇ ଅମଳର ଭାଙ୍ଗିଥିବ ସେଇ ଟାଇମ୍ରେ, ଆଉ ଯେଉଁ କଳା ପାହାଡ଼ ଭାଙ୍ଗୁଥାଏ। ଆଉ ତଥାପି ଏଇ ମନ୍ଦିର କେତେ ବର୍ଷର ମନ୍ଦିର? ଇଏ କେତେ ବର୍ଷ ବୋଲି ସେ ଆମ ଜେଜେବାପାକୁ ପଚାରିଲା ବୁଢ଼ା ବାପା ଘରେ, ଆଉ ସେ କିଛି କହିପାରେନି ତା ପୂର୍ବରୁ କେବେଠୁ ସେ ହେଇଛି।